আমার মাঝখানে রাখতে গেল। তো মুখ পরিষ্কার নে। হ্যালো গাইজ, এটা হচ্ছে আমার সাবেରୀ নদী। ওড়িশা और छत्तीसगढ़ बॉर्डर रे जो साबरी नदी अच्छी এটা হচ্ছে আমার সাবেରୀ নদী। তো ଏବେ ପାଣି ପୁରା ଭରି ଯାଇଛି, ବନ୍ୟା ପରିସ୍ଥିତି ହେଇଗଲା। ତ ମଝିରେ ଗୋଟେ ମାସ ପୂର୍ବରେ ବର୍ଷା ହେଇଥିଲା। ତ ସେ ବର୍ଷାରେ ସେ ଆମ୍ବ ଗଛ ଯେଉଁ ଦେଖାଯାଉଛି ସେ ଆମ୍ବ ଗଛ ଯାଏ ପାଣି ଆସିଥିଲା। ତ ଏତିକି ଯାଏ ପାଣି ଆଜି ପର୍ଯ୍ୟନ୍ତ କେବେ ବି ଆସିନାହିଁ। ଏବେ ବି ପାଣି ବଢ଼ୁଛି ଏକା। ତ ଆଉ ଆଜି ରାତି ବି ଏମିତି ବର୍ଷା ହେଲେ ଉପର ମୁଣ୍ଡରେ ଆଜି ରାତିରେ ବର୍ଷା ହେଲେ ପୁରା ବନ୍ୟା ହେଇଯିବ। ଗଲାଥର ଗୋଟେ 10 ବର୍ଷ ପୂର୍ବରେ ଏମିତି ପାଣି ହେଇଥିଲା। ତ ବନ୍ୟା ପରିସ୍ଥିତି ହେଇଯାଇଥିଲା ମାଲକାନଗିରି ଡିଷ୍ଟ୍ରିକ୍ଟରେ। ଆପଣମାନେ ଜାଣିଥିବେ, ଶୁଣିଥିବେ 2006 କେତେ ସେ ବେଳରେ ଯେଉଁ ହୋଇଥିଲା। ତ ଏମିତି ପୁରା ପାଣି ଭରି ଯାଇଥିଲା। ଆଜି ବି ସେମିତି ହେଇଯାଇଛି। ତ ଆପଣମାନେ ଦେଖନ୍ତୁ ଏତେ ପାଣି ଭରିଗଲା। ଏପଟେ ଦେଖନ୍ତୁ ଜଣଙ୍କର ଜମି ଅଛି, ସେ ଜମିରେ ବି ପାଣି ଭରି ଯାଇଛି। ଏଠି ଧାନ ଗଛ ଲଗା ହେଇଛି, ଏଟା ବି ପୁରା ଜଣଙ୍କର ଜମି। ଆଉ ଜମିରେ ବି ପାଣି ଭର୍ତ୍ତି ହେଇଯାଇଛି। ଆଉ ଏଠୁ ସେ ଆମ୍ବ ଗଛ ଯେଉଁ ଦେଖାଯାଉଛି, ସେ ଆମ୍ବ ଗଛରେ ଆମ୍ବ ଗଛ ସେପଟେ ଆମେ ଯାଉଛୁ ଗାଧୋଇବା ପାଇଁ। ସେଠି ବି ଗାଧୋଇବା ହେଉଛି। ସେଠି ପୁରା ପାଣି ଭରି ଯାଇଛି, ବହୁତ ପାଣି ସେଠି ଅଛି। ତ ସେଠି ଯାଇ ହେବ ନାହିଁ। ଏଠୁ ଆମେ ଦେଖାଉଛୁ ଆପଣମାନଙ୍କୁ ଭିଡ଼ିଓଟି। ତ ଆପଣମାନେ ଦେଖନ୍ତୁ ପୁରା ପାଣି ଭରି ଯାଇଛି। ଆଜି ରାତି ଯଦି ଉପର ମୁଣ୍ଡରେ ବର୍ଷା ହେବ ତ ବହୁତ ପରିସ୍ଥିତି ବହୁତ ଖରାପ ହେଇଯିବ। ଏପଟେ ବନ୍ୟା ପରିସ୍ଥିତି ହେଇଯିବ।